অভয়বাণী অভয়বাণী অভয়বাণী। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଠାକୁର ମହାରାଜଙ୍କର ଅଭୟ ପାଦ ପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଗୁରୁ ଭାଇ ଓ ମାଆମାନଙ୍କୁ, ଦର୍ଶକମାନଙ୍କୁ ମୋର ଜୟ ଗୁରୁ ପ୍ରୀତି ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଶ୍ରୀ ଠାକୁର ମହାରାଜଙ୍କର ଅଭୟବାଣୀର ପ୍ରଥମ ଖଣ୍ଡ ଶ୍ରୀ ହସ୍ତଲିଖିତ ବାଣୀ ନମ୍ବର 31 ପାଠ କରିବାକୁ ଯାଉଛି। ଗୁରୁ ଶିଷ୍ୟ ସମ୍ବନ୍ଧ ନିକଟରୁ ନିକଟତମ ସମ୍ବନ୍ଧ। ପ୍ରକୃତ ଗୁରୁ ଶିଷ୍ୟ ଏକ ଆତ୍ମା, କାୟା ଭିନ୍ନ ମାତ୍ର। ପୁଣି ଉଚ୍ଚସ୍ତରକୁ ଉଠିଲେ ଗୁରୁ ହିଁ କାୟା, ଶିଷ୍ୟ ଛାୟା ମାତ୍ର। ଏହିପରି ଦିନେ ଛାୟା କାୟାରେ ମିଳିଯିବ। ଜୟ ଗୁରୁ। এই ବାଣୀଟି ଠାକୁର ପୁରୀରେ ଥିଲାବେଳେ ଜଣେ ଭକ୍ତଙ୍କ ପାଖକୁ ଲେଖିଛନ୍ତି। ସେହି ଭକ୍ତ ମାଧ୍ୟମରେ ଠାକୁର ଜଣାଇବାକୁ ଚାହାନ୍ତି ଯେ ପ୍ରକୃତରେ ଗୁରୁ ଶିଷ୍ୟର ସମ୍ପର୍କଟା କ'ଣ, ଯେ ଏମିତି ଆସି ସମୟ ପହଞ୍ଚିଛି ବା ତାଙ୍କର ଠାକୁରଙ୍କ ସହିତ ଏତେ ନିଷ୍ଠାପର ଭାବରେ ସଂଯୋଗ ହୋଇଛି। ଠାକୁର ତାଙ୍କର ବ୍ୟକ୍ତିଗତ ଜୀବନର ପ୍ରତ୍ୟେକ କଥା ତାଙ୍କୁ ଜଣାଇଛନ୍ତି। এই ଚିଠିରେ ଠାକୁର ଲେଖିଛନ୍ତି ଯେ ତମର ପତ୍ର ଖଣ୍ଡିକ ଯଥା ସମୟରେ ପାଇ ପରମ ପ୍ରୀତି ଲାଭ କରିଅଛି। ତେଣୁ କେତେ ଦୂର ସେ ଠାକୁର ଆମକୁ ଭଲ ପାଆନ୍ତି, ସେଇ ଜଣେ ଭକ୍ତ ପାଇଁ ଏଇଟା ଲେଖା ହେଇଛି ସତ୍ୟ, କିନ୍ତୁ ଠାକୁର କେତେ ଆମକୁ ଭଲ ପାଆନ୍ତି। ଏଇ ଯେଉଁ ଶବ୍ଦ ପରମ ପ୍ରୀତି ଲାଭ କରିଅଛି। ସେତେବେଳେ ଠାକୁରଙ୍କ ଦେହ ଟିକେ ଖରାପ ହୋଇଥିଲା, ଜ୍ୱର ହେଇଯାଇଥିଲା, ଦେହ ଟିକେ ଖରାପ ଥିଲା। ସେ ଠାକୁର ଲେଖିଛନ୍ତି ଯେ କାଶ ଆଉ ଦୁର୍ବଳତା ମଧ୍ୟ ମୁଁ ଅନୁଭବ କରୁଛି, ସେଥିପାଇଁ ତମ କତିକୁ ମୁଁ ଶୀଘ୍ର ଚିଠି ଦେଇପାରିଲିନି। ଆଉ ଏବେ ଟିକେ ସୁସ୍ଥ ହେଲେଣି। ଠାକୁର ସେ କଥା କହୁଛନ୍ତି, ପ୍ରତ୍ୟେକ ଭକ୍ତ ଶିଷ୍ୟ ଅନେକେହିତ ମୋତେ ତୁମେ ତୁମର କହିଥାନ୍ତି, ତେବେ ତୁମେ ଲେଖିବା ହେତୁ ମନେ କରିବି କାହିଁକି? ସମ୍ଭ୍ରମରେ ଦୂରତା ରକ୍ଷା ହୁଏ। ମାନେ ଆମେ ଯେଉଁଟା କହୁଛେ ଠାକୁରଙ୍କୁ ମାନେ ଯେଉଁଟା ଆମର ଚଳଣି ଭାଷା ଅଛି ଯେ ଆଜ୍ଞା ଆପଣ ଆସନ୍ତୁ ବସନ୍ତୁ, ଏଇ ଯେଉଁ କଥା ଆମେ କହୁଛେ ସେଇଟା ଦୂରତ୍ୱ ବ୍ୟବଧାନ ଦେଖାଯାଉଛି। ଏଇ ଭକ୍ତ ଯେତେବେଳେ ଲେଖିଦେଇଛନ୍ତି ତୁମେ ବା ତୁମର ଲେଖିଦେଇଛନ୍ତି, ସେତେବେଳେ ସେ ଲେଖିଛନ୍ତି ଠାକୁରଙ୍କୁ, ଠାକୁର ଆପଣ ଆମକୁ ଭୁଲ ବୁଝୁନାହାନ୍ତି ବା ଆମେ ଏଇ ଯେଉଁ ଧୃଷ୍ଟତା ନେଇ ମନ ଭିତରେ ରଖିକି ଆପଣଙ୍କୁ ତୁମେ ବା ଆମେ କହୁଛେ ହେ ଠାକୁର ତୁମେ ହିଁ ଭରସା, ତୁ ହିଁ ଭରସା। ଏଇ ଯେଉଁ ଭାଷା ପାଟିରୁ ବାହାରୁଛି ତୁ କେତେବେଳେ ଆସିବ? ଯେତେବେଳେ ଜଣେ ତୁମେ କହୁଛି ବା ଆପଣ କହୁଛି, ତାର ଅନ୍ତରର ଭାବ ସେୟା ଥିବାରୁ ସେ ଠାକୁରଙ୍କୁ କହୁଛି ତୁ ମୋର ଏକା ଭରସା। ତେଣୁ ଏ ତୁ ଶବ୍ଦଟା ଆମେ ସାମାଜିକ ସ୍ତରରେ ତାକୁ ଆମେ କ'ଣ ଭାବିପାରୁ, କିନ୍ତୁ ଆଧ୍ୟାତ୍ମିକ ଜଗତରେ ବହୁତ ନିକଟତର। ଯେତେ ନିକଟରୁ ନିକଟତର ଆମେ ହେଇପାରିବା ପ୍ରଭୁଙ୍କର ବା ଭଗବାନଙ୍କର ବା ଠାକୁରଙ୍କର, ସେତେ ଆମେ ଆମେ ନ ଚାହିଁଲେ ବି ଆମ ପାଟିରୁ ବାହାରିଯିବ ହେ ଠାକୁର ତୁମେ ହିଁ ଭରସା, ତୁ ହିଁ ଭରସା। ଏଇ ଯେଉଁ କଥାଟା ଧୀରେ 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 ନିକଟତର ସମ୍ପର୍କ, ସେଇ କଥା ଠାକୁର କହୁଛନ୍ତି। ଏଇସବୁ ଶବ୍ଦ ସହିତ ମୋର କିଛି ମାନେ ଇଏ ନାହିଁ, ଭାବନା ନାହିଁ। ତମର ୟା ଭିତରେ ମନୋଭାବଟା କ'ଣ ଅଛି ସେଇଟା ମୁଁ ଜାଣୁଛି। ତେଣୁ ଠାକୁର କହୁଛନ୍ତି ସେଇଥିପାଇଁ ଏଇ ଯେଉଁ କଥାଟା କହିଲେ ଯେ ଗୁରୁ ଶିଷ୍ୟ ସମ୍ବନ୍ଧ ନିକଟତର ସମ୍ବନ୍ଧ। ତେଣୁ ଏକ ମାନେ କାୟା, ଶରୀର ଆଉ ଆତ୍ମା ଯେମିତି ଆମର ଗୋଟାଏ, ସେମିତି ଠାକୁର କହୁଛନ୍ତି ଗୁରୁ ଶିଷ୍ୟ ସମ୍ପର୍କ ହେଉଛି ସେଇଆ। ସେଇଟା ଆମେ ଅନୁଭବ କରିପାରୁନୁ। ଆଉ ଠାକୁର ସେଇ କଥା କହୁଛନ୍ତି ଯେତେବେଳେ ଆମେ ସାଧନାରେ ଉପର ସ୍ତରକୁ ଉଠିଯିବା ବା ଭାବ ଜଗତରେ ଆମେ ସବୁବେଳେ ତାଙ୍କରି କଥା ଭାବନା ଆମର ଆସିବ, ସେତେବେଳେ ଆମେ ଅନୁଭବ କରିପାରିବା ଗୁରୁ ହିଁ କାୟା, ଶିଷ୍ୟ ଛାୟା ମାତ୍ର। ଯେମିତି ଶରୀରଟା ବା ଆମେ ମଣିଷଟା ଚାଲିଗଲା ବେଳେ ତାର ଛାଇଟା ପଡ଼ୁଛି, ସେମିତି ଆମେ ମାତ୍ର ଛାୟା। ପ୍ରକୃତ ହେଉଛନ୍ତି ଆମ ଭିତରେ, ସେ ହିଁ ଆମ ଅନ୍ତରରେ ସେ ବିଦ୍ୟମାନ ଅଛନ୍ତି, ସେ ହିଁ ଆମକୁ ପରିଚାଳିତ କରୁଛନ୍ତି। ତେଣୁ ସେଇ କଥା ଠାକୁର କହୁଛନ୍ତି ଯେ ଏଥିରେ ତମାନେ ବେଶୀ ବ୍ୟସ୍ତ ହେବାର ନାହିଁ। ଏହିପରି ଦିନେ ଛାୟା କାୟାରେ ମିଳିଯିବ। ଯଦି ଆମେ ଏଇ ଭାବନାରେ ବି ରହିବା ଯେ ମୁଁ ଯାହା କରୁଛି ସକାଳୁ ଉଠିକି ସନ୍ଧ୍ୟା ପର୍ଯ୍ୟନ୍ତ ମୋ ଭିତରେ ଗୁରୁ ରହିକିରି କାର୍ଯ୍ୟ କରୁଛନ୍ତି, ତାହେଲେ ଆମ ଭିତରେ କୁଚିନ୍ତା କେବେ ବି ଆସିବନି ବା ଆମେ କୌଣସି ଭୁଲ କାମ କରିବା ପାଇଁ ମନ ଭିତରେ କେବେ ସେ ଭାବନା ଆସିବ ନାହିଁ। ଏଇଟା ହେଉଛି ମୁଖ୍ୟ କଥା। ଠାକୁର ସେଇ କଥା କହୁଛନ୍ତି, ଏହା ତୁମର ଅଳିକ ସ୍ୱପ୍ନ ନୁହେଁ, ଦୁରାଶା ବା ଅସମ୍ଭବ ମଧ୍ୟ ନୁହଁ। ସେଇ ଭକ୍ତ ଭାଇ ଆମର ଯାହା ଅନୁଭବ କରୁଛନ୍ତି ସେଇ କଥାଟା ବୋଧେ ଠାକୁରଙ୍କୁ ସେ ଲେଖିକି ଜଣାଇଛନ୍ତି। ଠାକୁର ସେଇ କଥା କହୁଛନ୍ତି, ଭଲ ପାଇବାର ହିଁ ଏଇ ମିଳନର ସେତୁ। ତେଣୁ କେତେ ଦୂର ଭଲ ପାଇବା ଆମ ଭିତରେ ରହିଛି, ଏଇ ଯେଉଁ ଶବ୍ଦ ତୁ ତୁମେ ଆପଣ, ଏଇଟା ହେଉଛି ସେଇ ମିଳନର ସେତୁ। ତେଣୁ ସେଇଥିରୁ ଜଣାପଡ଼ିଯିବ
ଆମ ମନ ଭିତରେ ତାଙ୍କ ପ୍ରତି କେତେ ଭଲ ପାଇବା ଅଛି। ମୁଁ ଜାଣେ ତୁମେ ମୋତେ କିପରି ଭଲ ପାଅ, ଠାକୁର ଲେଖିଛନ୍ତି। ସେଇ ଦିନ ଗୁଡ଼ିକର କୌଣସି କଥା ତ ମୁଁ ଭୁଲ ନାହିଁ। ମାନେ ଯେତେବେଳେ ଠାକୁର ପାଖରେ ସେ ଥିଲେ, ଠାକୁରଙ୍କ ପ୍ରତି ସେ ଯାହା ସବୁ କର୍ମ କରିଛନ୍ତି ବା ଠାକୁର ସହିତ ଯେତେ ଜଡ଼ିତ ଅଛନ୍ତି ଥିଲେ, ଠାକୁର ସେ କଥା କହୁଛନ୍ତି ଯେ ମୁଁ ସେସବୁ ଜିନିଷ ଭୁଲି ନାହିଁ। ତୁମେମାନେ ଯେ ଏଇ ସନ୍ନ୍ୟାସୀର ଅନ୍ତର୍ନିହିତ ରସକୁ ପ୍ରେମ ପ୍ରୀତି ଭଲ ପାଇବା ଆକର୍ଷଣରେ ବାହାରେ ଫୁଟାଇ ତୋଳିଥିଲ, କଠିନରୁ ସହଜ ଓ ସରଳ କରିଥିଲ। ଠାକୁର ଯେତେବେଳେ ସମସ୍ତେ ଆମେ ଜାଣିଛେ ଯେତେବେଳେ ନିର୍ବିକଳ୍ପ ସମାଜରୁ ଠାକୁର ଫେରିଲେ, ସେତେବେଳେ ତାଙ୍କ ଭିତରେ କେଉଁ ଭାବନା ସୃଷ୍ଟି ହେଇଥିଲା। ତେଣୁ ସିଏ ଆସିଲା ପରେ ଏଇ ଭକ୍ତ ସମାଜରେ ମିଶିଲା ପରେ ତାଙ୍କ ମନ ଭିତରେ ଯେ ଯେଉଁ ମୁଁ ବ୍ରହ୍ମ, ମୁଁ ବ୍ରହ୍ମବିଦ୍ ଗୁରୁ, ଏଇ ଭାବନା ବଦଳେଇକିରି ପୁଣି ସରଳ ଭକ୍ତ ଭାବରେ ସେ ଆମମାନଙ୍କୁ ଗ୍ରହଣ କଲେ। ଆଉ ସେଇ ଭକ୍ତି ରସରେ ସେ ମଜିକି ସେ କଥା ଠାକୁର କହୁଛନ୍ତି ଯେ ମୋ ଭିତରେ ଏଇ ଯେଉଁ ସନ୍ନ୍ୟାସୀର ଥିଲା ଭାବନା, ସେଇଟା ତମମାନଙ୍କର ଭଲ ପାଇବା ଆକର୍ଷଣରେ ସେ କଠିନଟା ସହଜ ହେଇଗଲା ଆଉ ସରଳ ହେଇଗଲା। ତେଣୁ ଏଇ କଥା ଯାହା ଠାକୁର କହିଛନ୍ତି ଏଇଟା ଆମେ ଅନୁଭବ କରିବାର ହେଉଛି ବଡ଼ କଥା। ଆମେ କେତେ ଦୂର ସେଇ ପଥରେ ଅଗ୍ରସର ହେଲେଣି। ଆମେ ସଂଘ ଯାଉଛେ, ସମ୍ମିଳନୀ ଯାଉଛେ, ବିଭିନ୍ନ ପ୍ରକାର ଧର୍ମ ଅନୁଷ୍ଠାନରେ ଯୋଗଦାନ କରୁଛେ, କିନ୍ତୁ ଆମ ଭିତରେ ଅନ୍ତର୍ନିହିତ ଭାବନାଟା କେତେ ଦୂର ତାଙ୍କ ସହିତ ସଂଯୋଗ ହେଲାଣି। ଏଇ ବାଣୀର ଉଦ୍ଦେଶ୍ୟ ହେଉଛି ଏଇଟା। ଯେତେ ଯାହା କଲେ ବି ଏଇ ଯେଉଁ ଠାକୁରଙ୍କର ସହିତ ସଂଯୁକ୍ତ ହେବା ପାଇଁ ଯାହା ଯାହା ଆମେ କରୁଛେ, ତା ଭିତରେ ଆମେ ଅନ୍ତର ଭିତରେ ଅନୁଭବ କରିବା ଏକୁଟିଆ ନିରବରେ। ଏଇ କଥାଟା କେହି କାହାକୁ କହିଦେବନି କି କେହି କାହା ଅନ୍ତରର କଥାଟା ବୁଝିପାରିବନି। ନିଜକୁ ନିଜେ ଅନୁଭବ କରିବ ଯେ ମୁଁ କେତେ ଦୂର ତାଙ୍କ ପାଖକୁ ତାଙ୍କର ନିକଟତର ହେଲେଣି, ସବୁବେଳେ ତାଙ୍କ କଥା ମୋ ମନ ଭିତରେ ଆସୁଛି କି ନାହିଁ। ଏଇଟା ସୂକ୍ଷ୍ମ ଚେତନା ଭିତରେ ତୁମେ ଜାଣିବ। ଏଇଟା ହେଉଛି ବାହ୍ୟ ଜଗତର ସମ୍ପର୍କ, ଆଦେହରେ କିଛି ନାହିଁ। ବାହ୍ୟ ଜଗତର କାର୍ଯ୍ୟ ସଂଘ, ସମ୍ମିଳନୀ, ମଠ, ଆଶ୍ରମ, ଯେଉଁ ଉନ୍ନତିକରଣ କାର୍ଯ୍ୟ, ସେଗୁଡ଼ା ସବୁ ଅଲଗା। କିନ୍ତୁ ତୁମର ଯେଉଁ ବ୍ୟକ୍ତିଗତ ସାଧନା ବା ମାନେ ଆମର ଯେଉଁ ବ୍ୟକ୍ତିଗତ ସାଧନା ଆମର ଯାହା ରହିଛି, ସେଇ ସାଧନା ଭିତରେ ଆମେ ଯଦି ଲିପ୍ତ ରହିବା, ତାହେଲେ ଏଇ ବାଣୀର ପ୍ରକୃତ ତତ୍ତ୍ୱ ବା ଅର୍ଥ ଆମେ ଅନୁଭବ କରିପାରିବା। ଆଉ ନିଜେ ମଧ୍ୟ ଜାଣିପାରିବା ଯେ ଆମେ କେତେ ଦୂର ତାଙ୍କର ନିକଟବର୍ତ୍ତୀ ହେଲେଣି। ଆଉ ଏସବୁ ଜିନିଷ କେବଳ ତାଙ୍କରି କୃପା ଭିନ୍ନ ଅଲଗା କିଛି ହେଇପାରିବ ନାହିଁ। ଆମେ ଯେତେ ଚେଷ୍ଟା କଲେ ବି ତା ପାଇବା ବହୁତ କଷ୍ଟ। କେବଳ ତାଙ୍କର କୃପା ହେଲେ, ସେ ଯେଉଁ କୃପା ଆକର୍ଷଣଟା କେମିତି ହେବ? ଯେମିତି ଆମେ ସାମାଜିକ ସ୍ତରରେ ଆମେ ଦେଖୁଛେ, ଜଣେ ଅଫିସରେ ଜଣେ ଅଫିସର ଗୋଟେ ଷ୍ଟାଫ୍କୁ ବହୁତ ଭଲ ପାଉଛି, ଆଉ ଗୋଟେ ଷ୍ଟାଫ୍କୁ ଟିକେ ଦୂରେଇକିରି ରହୁଛନ୍ତି ତାଙ୍କ ସହିତ ଜଣଙ୍କ ସହିତ ସମସ୍ତ ପ୍ରକାର ସମ୍ପର୍କ ରହୁଛି। କେମିତି ହେଉଛି ଏଇଟା? ନା ସେତିକି ଭଲ ପାଇବା ତାଙ୍କ ଭିତରେ ଥିବାରୁ ସେଇ ଯେଉଁ ବିଶ୍ୱସ୍ତତା ଆସୁଛି, ବା ସେଇ କର୍ମଚାରୀ ଜଣକ ତାଙ୍କୁ ସେତିକି କାର୍ଯ୍ୟରେ ସାହାଯ୍ୟ କରୁଛି ବା ତାଙ୍କର ସମସ୍ତ ତତ୍ତ୍ୱ ବୁଝିପାରୁଛି ବୋଲିକିରି ତାଙ୍କ ସହିତ ତାଙ୍କର ଭଲ ପାଇବାଟା ଆସୁଛି। ସେମିତି ଆମେ ପ୍ରତ୍ୟେକ କ୍ଷେତ୍ରରେ ଠାକୁରଙ୍କର କାର୍ଯ୍ୟ ଯାହା ସବୁ ଅଛି ତାକୁ ନିଷ୍ଠାପର ଭାବରେ ଯଦି ଆମେ କରିଚାଲିବା, ଠାକୁରଙ୍କ କୃପା ନିଶ୍ଚୟ ଆମ ପ୍ରତି ରହିବ। ଆମେ ମଧ୍ୟ ସେଇ କୃପା ଆକର୍ଷଣ ପାଇଁ ଆମେ ଅପେକ୍ଷା କରି ରହିବା। ଜୟ ଗୁରୁ, ଜୟ ଗୁରୁ।